ନମସ୍କାର ଦର୍ଶକ ବନ୍ଧୁ, କେଦାର ଗୌରୀ ଧାରାବାହିକରେ ଆପଣମାନେ ଆଜି ଦେଖିବାକୁ ପାଇବେ ଗୁରୁଜୀ ଫୋନ କରିକି କେଦାରକୁ କହୁଥିବେ, ମୁଁ ତୁମକୁ କହିଥିଲି ଜୀବନ ଲେଖିଥିବା ଚିଠି ଯଦି ଭୁଲ ଲୋକଙ୍କ ହାତରେ ପଡ଼େ ତାହେଲେ ତାର ଫଳାଫଳ ବିଷମ ହେଇପାରେ। ଏହାପରେ କେଦାର କହିବେ, ଓଃ ଶିଟ୍, ମୁଁ ତ ପୁରା ଭୁଲି ଯାଇଛି, ସେଇ ଚିଠି କଣ ଆଉ କାହା ହାତରେ ପଡ଼ିଯାଇଛି? ଏହାପରେ ଗୁରୁଜୀ କହିବେ, ସେଇଟା ତମେ ମତେ କୁହ। ମୁଁ ପିୟୁଷକୁ ସେ ଚିଠି ବିଷୟରେ କହିଥିଲି ଏବଂ ଜୀବନକୁ କଥା ହେବା ବି ପରାମର୍ଶ ଦେଇଥିଲି, କିନ୍ତୁ ମତେ ଲାଗୁଛି ତା ପୂର୍ବରୁ ହିଁ ଜୀବନର ମୃତ୍ୟୁ ହେଲା। ଏହାପରେ କେଦାର କହିବେ, ଗୁରୁଜୀ, ପିୟୁଷ ଏଇ ବିଷୟରେ ମତେ କିଛି କହିନି କାହିଁକି? ଏହାପରେ ଗୁରୁଜୀ କହିବେ, ଏସବୁ ଲକ୍ଷଣ ଭଲ ନୁହେଁ। ମୁଁ ତ ସେଇ ଚିଠି ବାବଦରେ କହିପାରୁନି, କିନ୍ତୁ ଏତିକି କହୁଛି, ଗୌରୀ ଉପରକୁ ଏବେ ସଙ୍କଟ ଘନେଇ ଆସୁଛି। ତା ସହିତ ତୁମକୁ ସେ ସଙ୍କଟ ସାମ୍ନା କରିବାକୁ ପଡ଼ିବ।